ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର କରିଦିଅ ମୋତେ ସାଇଁ କବିତାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ଏହି କବିତାଟିକୁ ଲେଖିଛନ୍ତି ବଟକୃଷ୍ଣ ସ୍ୱାଇଁ। 1 ନମ୍ବର ଆସ କଥାବାର୍ତ୍ତା ହେବା। କ ନମ୍ବର ପ୍ରଶ୍ନ କବି ଝଙ୍କାଳିଆ ବରଗଛ ନ ହୋଇ କେଉଁ ଗଛ ହେବାକୁ ଚାହୁଁଛନ୍ତି ଓ କାହିଁକି? ଉତ୍ତର କବି ଝଙ୍କାଳିଆ ବରଗଛ ନ ହୋଇ ଛୋଟ ତୁଳସୀ ଗଛ ହେବାକୁ ଚାହୁଁଛନ୍ତି କାରଣ ସେ ମାଟି ଚଉରାରେ ଦାଣ୍ଡ ଅଗଣାର ଶୋଭା ବଢ଼ାଇବା ସହିତ ଦିଅଁଙ୍କ ପାଖରେ ନୀତି ଲାଗି ହେବେ। ଖ ନମ୍ବର ପ୍ରଶ୍ନ ତୁଳସୀ ଗଛର ଆଉ କ'ଣ ଉପକାରିତା ରହିଛି? ଉତ୍ତର ତୁଳସୀ ଗଛ ଶୋଭା ବଢ଼ାଇବା ସହିତ ଦିଅଁଙ୍କୁ ଲାଗି ହୁଏ। ଏହାର ପବନ ଦେହ ପାଇଁ ହିତକର। ଏହାର ପତ୍ରର ଔଷଧୀୟ ଗୁଣ ଅଛି। ଗ ନମ୍ବର ପ୍ରଶ୍ନ କବି କାହିଁକି ମହୁମାଛିଟିଏ ହେବାକୁ ଚାହିଁଛନ୍ତି? ଉତ୍ତର କବି ମହୁମାଛିଟିଏ ହୋଇ ବିଭିନ୍ନ ଫୁଲରୁ ମହୁ ଆଣି ପର ହିତ ଲାଗି ତାହାକୁ ବିତରଣ କରି ଜଗତକୁ ବନ୍ଧୁ କରିବା ପାଇଁ ମହୁମାଛିଟିଏ ହେବାକୁ ଚାହିଁଛନ୍ତି। ଘ ନମ୍ବର ପ୍ରଶ୍ନ ମହୁମାଛିଟିଏ ଆମର କି ଉପକାର କରେ? ଉତ୍ତର ମହୁମାଛିଟିଏ ଗୁଣୁ ଗୁଣୁ ଗୀତ ଗାଇ ଆମକୁ ଆନନ୍ଦ ଦେବା ସହିତ ବିଭିନ୍ନ ଫୁଲରୁ ମଧୁ ସଂଗ୍ରହ କରି ରଖିଥାଏ। ଏହି ମହୁ ଆମର ଉପକାରରେ ଲାଗେ। ୱ ନମ୍ବର ପ୍ରଶ୍ନ ପଳାଶ ଫୁଲ ଓ ଗଙ୍ଗଶିଉଳି ଫୁଲ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ଉତ୍ତର ପଳାଶ ଫୁଲ ବଡ଼ ଏବଂ ମନୋହର। ଏହା ବାସହୀନ କିନ୍ତୁ କିଛି ଦିନ ପାଇଁ ବୃନ୍ତରେ ରହେ। ଗଙ୍ଗଶିଉଳି ଫୁଲ ଛୋଟ ଓ ବାସଯୁକ୍ତ। ଏହା କିନ୍ତୁ ସଞ୍ଜରେ ଫୁଟି ସକାଳକୁ ଝଡ଼ିଯାଏ। ଚ ନମ୍ବର ପ୍ରଶ୍ନ କବି ସମୁଦ୍ର ନ ହୋଇ ଝରଣାଟିଏ ହେବାକୁ କାହିଁକି ପସନ୍ଦ କରିଛନ୍ତି? ଉତ୍ତର ସମୁଦ୍ର ଆକାରରେ ବିଶାଳ ହେଲେ ମଧ୍ୟ ଏହାର ପାଣି ଲୁଣିଆ। ଏହି ଜଳ ପିଇବା ପାଇଁ ଯୋଗ୍ୟ ନୁହେଁ। ତେଣୁ କବି ସମୁଦ୍ର ନ ହୋଇ ଝରଣାଟିଏ ହୋଇ ମଧୁର ଶୀତଳ ପିଇବା ଯୋଗ୍ୟ ଜଳରେ ଜନମନକୁ ତୋଷ କରିବାକୁ ପସନ୍ଦ କରିଛନ୍ତି। 2 ନମ୍ବର ଏହି କବିତାରେ କବି କ'ଣ କ'ଣ ହେବାକୁ ଚାହିଁଛନ୍ତି ଲେଖ। ଉତ୍ତର ଏହି କବିତାରେ କବି ତୁଳସୀ ଗଛ, ମହୁମାଛି, ଗଙ୍ଗଶିଉଳି ଫୁଲ, ଟିକି ଝରଣା ଓ ମାଟି ଦୀପଟିଏ ହେବାକୁ ଚାହୁଁଛନ୍ତି। 3 ନମ୍ବର କ ସ୍ତମ୍ଭରେ ଥିବା କେଉଁ ଶବ୍ଦ ସହିତ ଖ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି ତାହା ବାଛି ପାଖ ଘରେ ଲେଖିବା। ଝଙ୍କାଳିଆ ବରଗଛ, ମନୋହର ପଳାଶ ଫୁଲ, ସୁବିଶାଳ ସାଗର, ମନଲୋଭା ପୁନେଇ ଜହ୍ନ। 4 ନମ୍ବର ସରଳ ଭାଷାରେ ବୁଝାଇ ଲେଖିବା। ସଞ୍ଜରେ ଫୁଟି ମୁଁ ସକାଳକୁ ଝରେ, ମୁଖେ ଉକୁଟାଇ ହସ, ହରେ ଜନମନ ମଧୁର ମହକେ ଚହଟାଇ ଚଉପାଶ। ସଞ୍ଜରେ ... ଚଉପାଶ। ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ କଳିକା ପୁସ୍ତକର କରିଦିଅ ମୋତେ ସାଇଁ ବିଷୟରୁ ଆନିତ। ଏହି ପ୍ରସଙ୍ଗରେ କବି ବଟକୃଷ୍ଣ ସ୍ୱାଇଁ ଗଙ୍ଗଶିଉଳି ଫୁଲର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ପଳାଶ ଫୁଲଟି ମନୋହର ଏବଂ ଆକାରରେ ବଡ଼ ହେଲେ ମଧ୍ୟ ତାର ସୁବାସ ନଥାଏ। ଗଙ୍ଗଶିଉଳି ଫୁଲଟି ଆକାରରେ ଛୋଟ ଏବଂ ମଧୁର ବାସଯୁକ୍ତ। ପଳାଶ ଫୁଲ କିଛି ଦିନ ବୃନ୍ତରେ ରହିଥାଏ କିନ୍ତୁ ଗଙ୍ଗଶିଉଳି ଫୁଲ ସଞ୍ଜରେ ଫୁଟି ସକାଳକୁ ଝରିଯାଏ। ଅଳ୍ପ ସମୟ ରହଣୀରେ ସେ ଜନମନକୁ ହରଣ କରେ। କବି ନିଜକୁ ପଳାଶ ଫୁଲ ପରିବର୍ତ୍ତେ ଗଙ୍ଗଶିଉଳି ଫୁଲଟିଏ କରିଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଏହାଦ୍ୱାରା ସେ ଜନମନ ହରଣ କରିପାରିବେ। 5 ନମ୍ବର ନ ଗଲେ ପଛେ, ନ ଖାଇଲେ ପଛେ, ନ ଦେଲେ ପଛେ, ନ ଆସିଲେ ପଛେ ଏହି ବାକ୍ୟାଂଶ ଗୁଡ଼ିକ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ରଚନା କରିବା। ନ ଖାଇଲେ ପଛେ ତୁମେ ଆଜି ନ ଖାଇଲେ ପଛେ ନାହିଁ, ମୋ ସହିତ ସ୍କୁଲକୁ ଚାଲ। ନ ଦେଲେ ପଛେ ତୁମେ ମୋ କଲମଟି ନ ଦେଲେ ପଛେ ନାହିଁ, ବହିଟି ଫେରାଇ ଦିଅ। ନ ଆସିଲେ ପଛେ ସେ ନ ଆସିଲେ ପଛେ ନାହିଁ, ଅନ୍ୟମାନଙ୍କୁ ବାଟ ଛାଡ଼ି ଦେଉ। ନ ଗଲେ ପଛେ ତୁମେ ମୋ ସାଥିରେ ନ ଗଲେ ପଛେ ନାହିଁ, ତୁମ ସାଇକେଲଟି ଦିଅ।
छः नंबर पद्यटी को पढ़ी शब्दगुड़िकर अर्थ लिखिबा। मनोहर, सुंदर, गिरिवन, पर्वत और जंगल, महकाई, सुबासित कराई, सुविशाल, खूब बड़, दिवानिशी, दिन राति, मनलोभा, मन हरणकारी। 7 नंबर गुणुगुणु परी आउ 5टी जोड़ा शब्द लिखिबा। शुणु शुणु, बुणु बुणु, किणु किणु, झुणु झुणु, टुणु टुणु। 8 नंबर तले दिया जाइथिबा कथा गुड़िकर जेउटी ठीक ताहा पाखरे ठीक चिन्ह और जेउटी भूल ताहा पाखरे भूल चिन्ह देबा। क नंबर एठारे कवि बरगछटिए हेबाकू चाहुचंती, एहा भूल अछि। ख नंबर झरणाटीए शीतल मधुर जल दान करे, एहा ठीक अटे। ग नंबर गंगशिउड़ी फूल सकाळे फुटी संजरे झड़ी जाए, एही उक्तिटी भूल अटे। घ नंबर कवि पलाश फूल न होई गंगशिउड़ी फूल हेबाकू चाहुचंती, एहा ठीक अछि। व नंबर महुमाछी जगत को बंधु करी थाए, ठीक अछि। च नंबर पलाश फूलर भल बास्ना थाए, भूल। 6 नंबर आमे समस्ते पर पाई काम करिबा उचित, ठीक। 9 नंबर ऊपर चित्रटी देखि 4 धाडीर एक कविता लेख। उत्तर फूलरे बसी परजापति दिशई केडे शोभा, डेणा हलाई सुरंग होई करई मन लोभा, जानकी भाई तरका सेही दियई नाही, धरा तापरी आउ सुंदर केही जगते अछि परा। पिला माने तुमको वीडियोटी भल लागिले लाइक एंड सब्सक्राइब करिबो।